ତମେ କିଏ ବାବୁ? ସେମାନଙ୍କ କବଳରୁ ମୋତେ ରକ୍ଷା କରି ମୋତେ ନୂଆ ଜୀବନ ଦେଇଛ। କ'ଣ କରିବୁ ତୁମକୁ ଧନ୍ୟବାଦ ଦେବି? ମୁଁ କିଛି ବୁଝିପାରୁନି। ଆଜ୍ଞା ମୁଁ ତ କର୍ତ୍ତବ୍ୟ କରିଛି ଆଜ୍ଞା। ହଁ ଆଜ୍ଞା, ସଙ୍କଟରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ହେଉଛି ମଣିଷର ଦାୟିତ୍ୱ ଆଜ୍ଞା। ହଁ ଆଜ୍ଞା, ଆପଣଙ୍କ ଜାଗାରେ ଯିଏ ବି ହେଇଥିଲେ ମୁଁ ଠିକ୍ ଏହା ହିଁ କରିଥାନ୍ତି ଆଜ୍ଞା। ହଁ ଆଜ୍ଞା। ଧନ୍ୟ ଧନ୍ୟ ବାବୁ, ଧନ୍ୟ ଧନ୍ୟ ତମର ମଣିଷ କରିବାକୁ ଆଉ ତମ ସାହସକୁ। ସେମାନଙ୍କ କବଳରୁ ମୋତେ ରକ୍ଷା କରି ମୋତେ ନୂଆ ଜୀବନ ଦେଇଛ। କ'ଣ ପାଇଁ ମୁଁ ତୁମକୁ ଧନ୍ୟବାଦ ଦେବି? ମୁଁ କିଛି ବୁଝିପାରୁନି। ହେଲେ ବାବୁ, ତମର କିଛି ହେଇନି ତ? ନା ଆଜ୍ଞା, ମୋର କିଛି କ୍ଷତି ହେଇନି। ହେଲେ ଆଜ୍ଞା ଆପଣଙ୍କର କିଛି କ୍ଷତି ହେଇନି ତ ଆଜ୍ଞା? ଆପଣ ଠିକ୍ ଅଛନ୍ତି ଆଜ୍ଞା? ମୁଁ ଠିକ ଅଛି ବାବୁ। ଆରେ ତମେ ବିକାତ, ଆରେ ତୁ ଏଠି କ'ଣ କରୁଛ? ମୁଁ ସୁବିଧା ପାଇଲି। ତୁ କାହା ସହିତ ମାରପିଟ ଜମା କରୁଛ ନା? ନାଇଁ ନାହିଁ, ହଠାତ୍ କଥା ଗୁଣ୍ଡିଟା ଦୁଇ ଜଣ ଗୁଣ୍ଡା ମିଶି ଏ ନାଗେଶ୍ୱର ହୋଟେଲକୁ ଜୀବନଠୁ ମଧ୍ୟକୁ ବସିଥିଲେ। ଠିକ୍ ସମୟରେ ଯଦି ମୋ ସେଇଠି ପହଞ୍ଚି ନଥିଲେ ହୁଏତ ନାଗେଶ୍ୱର ଅଙ୍କଲଙ୍କ ଜୀବନଟା ଯାଇଥାନ୍ତା ନା। ମୁଁ କିଛି ଭୁଲ କରିନି ନା, ମୁଁ ଯାହା କରିଛି ଏକଦମ ଠିକ୍ କରିଛି ନା। ସାନ ବାବୁ, ତମେ କା ସହିତ ମାରପିଟ ଗଣ୍ଡଗୋଳ କରିଛ ବୋଲି ଆମେ ଧାଇଁ ଯାଇ ଆସିଲୁ। ତମେ କା ସହିତ ଆପଣମାନେ ଏଠି? ନାଗେଶ୍ୱର ବାବୁ, ଆପଣ ବାବୁ ନମସ୍କାର। ନମସ୍କାର। ହଁ ଆଜ୍ଞା, ଏ ହେଉଛନ୍ତି ମୋ ବାପା ମାନେ ଭୈରବ ଚୌଧୁରୀ, ଆଉ ଏ ହେଉଛନ୍ତି ମୋ ଅଷ୍ଟପ୍ରିୟ ମଉସା ନାଗେଶ୍ୱର ବାବୁ। ନମସ୍କାର। ନମସ୍କାର ଭୈରବ ବାବୁ। ଆପଣଙ୍କ ପୁଅ ଜୀବନ ବଞ୍ଚେଇ ମୋତେ ନୂଆ ଜୀବନ ଦେଇଛନ୍ତି। ନହେଲେ ସେ ଗୁଣ୍ଡାମାନେ ମୋତେ ଜୀବନରୁ ମାରି ଦେଇଥାନ୍ତେ ବାବୁ। ମୋତେ ଜୀବନରୁ ମାରି ଦେଇଥାନ୍ତେ। ନାଗେଶ୍ୱର ବାବୁ, ମୋ ପୁଅ ବିକାତ ଅନ୍ୟାୟ କିଛି ସହିପାରିନି, ପ୍ରତିବାଦ କରିପାରେ। ହଉ ବାବୁ। ହଁ ଭୈରବ ବାବୁ, ଆପଣଙ୍କ ପୁଅ ପରି ମୋ ଝିଅ ବୋଲି ବି କାମ ନ୍ୟାୟ ଦେଖି ସହିପାରିବନି। ଅନ୍ୟାୟକୁ ପ୍ରତିବାଦ କରି ବସିବ। ହଁ ଭୈରବ ବାବୁ, ଅନ୍ୟାୟକୁ ପ୍ରତିବାଦ କରି ବସିବ। ହଁ ନାଗେଶ୍ୱର ବାବୁ, ଆମ ସାନ ବାବୁ ବିକ୍ରାନ୍ତ ଅନ୍ୟାୟ ସହିପାରିବନି ଆଜ୍ଞା। ଅନ୍ୟାୟକୁ ପ୍ରତିବାଦ କରେ, ଆଉ ତାଙ୍କ ନାଁ ଶୁଣିଲେ ସମସ୍ତେ ବୁଝିଲେ ତ ଆଜ୍ଞା ମୁକ୍ତି ପାଆନ୍ତି। ଇଏ ନାଗେଶ୍ୱର ବାବୁ, ଆଜ୍ଞା ମୁଁ କ'ଣ କହୁଥିଲି କି ମାନେ ଆପଣଙ୍କୁ ଗୋଟେ କଥା କହିବାର ଆଜ୍ଞା। ଆରେ କୁହନ୍ତୁ ଅସୁବିଧା ବାବୁ, ଆପଣ କ'ଣ ମୋତେ କି କଥା କହିବାକୁ ଚାହୁଁଛନ୍ତି? ଆରେ କୁହନ୍ତୁ। ମାନେ କ'ଣ କି ଆଜ୍ଞା, କିଛି ଖରାପ ଭାବିବେନି ତ ଆଜ୍ଞା? ଆରେ କୁହନ୍ତୁ ଅସୁବିଧା ବାବୁ। ତମ ଝିଅ ଭଲ କଥା ଇଏ ଆଜ୍ଞା ମାନେ ଇଏ ନାଗେଶ୍ୱର ବାବୁ, ଆପଣଙ୍କ ଝିଅ ସହିତ ଆମ ସାନ ବାବୁଙ୍କର ବାହାଘର କରିଦିଅନ୍ତୁ। ଜଣିକା ପୁରା ସୁପର ମାରିବ। ହିନ୍ଦୀ ଫିଲ୍ମର ସେଲିଲିଆନ୍ ଆଉ ଓଡ଼ିଆ ଫିଲ୍ମର ଅନୁଭବ କରି ଦିଶିବ ଆଜ୍ଞା। ନା କ'ଣ କହୁଛ? ହଁ ଅସୁବିଧା ବାବୁ। ହଁ ଅସୁବିଧା ବାବୁ, ମୁଁ ବି ଏକଥା ହିଁ ଭାବୁଥିଲି। ଏମିତି ଗୋଟେ ଭଲ ପୁଅ କରିଥିଲି, କିନ୍ତୁ ଭୈରବ ବାବୁ ଏ ବିଷୟରେ କ'ଣ କହୁଛନ୍ତି ମୁଁ ତାଙ୍କ ମୁହଁରୁ ଶୁଣିବାକୁ ଚାହେଁ। ହଁ ଅସୁବିଧା ବାବୁ, ମୁଁ ତାଙ୍କ ମୁହଁରୁ ଶୁଣିବାକୁ ଚାହେଁ। ନାଗେଶ୍ୱର ବାବୁ, ଏଥିରେ ମୁଁ କିଛି କହିବାର ନାହିଁ। ମୁଁ ବି ଏ ପ୍ରସ୍ତାବରେ ରାଜି ଅଛି। ହଁ ଭୈରବ ବାବୁ, ଆପଣଙ୍କ ପୁଅ ବିକ୍ରାନ୍ତ ସହିତ ଆମ ଝିଅ ରୂପାলীର ବାହାଘର ମୁଁ ନିଶ୍ଚୟ କରିବାକୁ ଚାହେଁ। ଆପଣ କ'ଣ କହୁଛନ୍ତି? ହଁ ନାଗେଶ୍ୱର ବାବୁ, ମୁଁ ବି ତମ ଝିଅ ରୂପାলী ସହିତ ମୋ ପୁଅ ବିକ୍ରାନ୍ତ ବାହାଘର ଏଇଭଳି ଭଲ ହବ। ହଉ ଠିକ୍ ଅଛି ଭୈରବ ବାବୁ, ଆପଣଙ୍କ ବିକ୍ରାନ୍ତ ସହିତ ମୋ ଝିଅ ରୂପାলীର ବାହାଘର ନିଶ୍ଚୟ ହେବ। ମୁଁ ଆପଣଙ୍କୁ କଥା ଦେଉଛି। ସାନ ବାବୁ, ଅଷ୍ଟପ୍ରିୟ ମଉସା, ତୁ ଏ ପ୍ରସ୍ତାବରେ ରାଜି ତ? ହଁ ଅଷ୍ଟପ୍ରିୟ ମଉସା, ମୁଁ ବି ବାହାଘର ପ୍ରସ୍ତାବରେ ରାଜି ଅଛି। ୱାଓ, ନାଇସ୍ କ୍ୱେଶ୍ଚିନ୍। ତାହେଲେ ଆଉ ଡେରି କାହିଁକି ଆଜ୍ଞା? ଆପଣ ଦୁଇ ଜଣ ଆଜିକାର ସମୁଦି ହେଇଯାନ୍ତୁ। ନା କ'ଣ କହୁଛନ୍ତି ନାଗେଶ୍ୱର ବାବୁ? ନା କ'ଣ କହୁଛନ୍ତି ଭୈରବ ବାବୁ? ହଁ ଭୈରବ ବାବୁ, ଆଜି ତ ଆମେ ଦୁଇ ଜଣ ଶୁଣିବୁ। ଆମେ ଆସୁ ଶୁଣିବୁ, ଆମେ ଆସେ। ମୁଁ ତାହେଲେ ଆସିଛି। ସମୟ ସୁବିଧା ଦେଖି ଦିନେ
कौन कौन चलती और समिति दिखती ना देखी हमें सेना को बाहर कुर्सी को सकते बा और ठीक है जी भले बाबू ये कहाँ पे आशी जी नमस्कार 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 स्टूडियो बाबू आशी प्रथम बाहागर सरी जाओ धीरे धीरे से सर्वधान टंका पैसा घर द्वार धन संपत्ति सब आमे हड़प करिया तेबे बिरक्ति किला आमे किछि दिन भितरे ए बाहागर सरी दबा अरे चलो चलो दुष्ट मोर्चा शुभ कमरे विडंबना है